ଓଡ଼ିଶା ଏକ ଏମିତି ଜାଗା ଯେଉଁଠି ଅନେକ ଧର୍ମର ଲୋକ ଶହ ଶହ ବର୍ଷ ଧରି ଏକାଠି ରହିଆସିଛନ୍ତି। ହେଲେ ସେଇଠି ଧାର୍ମିକ ଭେଦଭାବ ଏକ ବହୁତ ବଡ଼ ସମସ୍ୟା ହୋଇ ଠିଆ ହୋଇଛି। ଆଜି ଆମେ ଏହାରି ଭିତରକୁ ଯିବା, ଏହାର କାରଣ ଆଉ ପରିଣାମ ବିଷୟରେ ଜାଣିବା। 75,000 ଏହା ଖାଲି ଗୋଟେ ନମ୍ବର ନୁହେଁ। ଏହା ହେଉଛି ସେହି ଲୋକଙ୍କର ସଂଖ୍ୟା ଯେଉଁମାନେ 2008 କନ୍ଧମାଳ ହିଂସା ପରେ ନିଜ ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଭାବିଲେ ଦେହ ଶୀତେଇ ଯାଉଛି, ନୁହେଁ କି? ଏହି ସଂଖ୍ୟା ପଛରେ ଥିବା କାହାଣୀକୁ ବୁଝିବା ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ। ତେବେ ପ୍ରଶ୍ନ ଉଠୁଛି, ଯେଉଁ ମାଟିରେ ଶାନ୍ତି ଆଉ ଭାଇଚାରାର ପରମ୍ପରା ଥିଲା, ସେଠି ଏମିତି ସଂଘର୍ଷର ନିଆଁ କେମିତି ଜଳିଲା? କେମିତି ଏତେ ବର୍ଷର ସହାବସ୍ଥାନ ହଠାତ୍ ସଂଘର୍ଷରେ ବଦଳିଗଲା? ଏହାର ଉତ୍ତର ପାଇବାକୁ ହେଲେ ଆମକୁ ଏହି ସଙ୍କଟର ମୂଳକୁ ଯିବାକୁ ପଡ଼ିବ। 2008ରେ କନ୍ଧମାଳରେ ଯାହା ଘଟିଥିଲା, ତାହା ଓଡ଼ିଶା ଇତିହାସରେ ସତରେ ଏକ କଳାଦାଗ। କିନ୍ତୁ କଥା ହେଉଛି, ଏହି ଘଟଣା କିଛି ଗୋଟିଏ ରାତିରେ ହୋଇନଥିଲା। ଏହା ପଛରେ ଥିଲା ବହୁ ଦିନରୁ ଜମାଟ ବାନ୍ଧିଥିବା ଉତ୍ତେଜନା ଆଉ ଅବିଶ୍ୱାସର ଏକ ଲମ୍ବା କାହାଣୀ। ଆସନ୍ତୁ ଟିକେ ପଛକୁ ଫେରି ଦେଖିବା। ଏହି ହିଂସାର ମଞ୍ଜି କେମିତି ପୋତାଯାଇଥିଲା, କେମିତି ରାଜନୈତିକ, ସାମାଜିକ ଆଉ ଧାର୍ମିକ କାରଣ ସବୁ ମିଶି ଦଶନ୍ଧି ଧରି ଏହି ସଂଘର୍ଷ ପାଇଁ ଏକ ବାତାବରଣ ତିଆରି କରୁଥିଲା। ଏହି ଟାଇମ୍ଲାଇନ୍କୁ ଦେଖିଲେ କଥାଟା ପୁରା ସ୍ପଷ୍ଟ ହୋଇଯାଉଛି। 2008ର ହିଂସା କୌଣସି ହଠାତ୍ ଘଟିଯାଇଥିବା ଘଟଣା ନୁହେଁ। ଦେଖନ୍ତୁ, 1991ର ଭଦ୍ରକ ଦଙ୍ଗା, ତାପରେ 1998ର ରାମଗିରି ଉଦୟଗିରି ହିଂସା, 1990ର ରାଣାଲୟ ହିଂସା ଆଉ ଶେଷରେ 2007ର ଖ୍ରୀଷ୍ଟମାସ ହିଂସା, ଗୋଟେ ପରେ ଗୋଟେ ଘଟଣା ଯେମିତିକି ଏକ ବଡ଼ ବିସ୍ଫୋରଣ ପାଇଁ ବାଟ ତିଆରି କରୁଥିଲା। ଆମେ ଯେତେବେଳେ ଧାର୍ମିକ ଭେଦଭାବ କଥା କହୁଛେ, ତାର ମାନେ କେବଳ ମାରପିଟ କି ହିଂସା ନୁହେଁ। ଏହା ଏକ ପ୍ରକାରର ବିଷାକ୍ତ ଚିନ୍ତାଧାରା, ଯାହା ଲୋକଙ୍କୁ ସେମାନଙ୍କର ଧର୍ମ କିମ୍ବା ବିଶ୍ୱାସ ପାଇଁ ଅଲଗା ନଜରରେ ଦେଖେ, ଅସମାନ ବ୍ୟବହାର କରେ, ଏପରିକି ସମାଜରୁ ବାହାର କରିଦିଏ। ଏହାର ପ୍ରଭାବ ବେଳେବେଳେ ଦେଖାଯାଏନି, କିନ୍ତୁ ଭିତରେ ଭିତରେ ବହୁତ କ୍ଷତି କରେ। ଆଉ ଜାଣିଛନ୍ତି, ଏହି ଭେଦଭାବ ଅନେକ ରୂପରେ ଆସେ। ଏହା କେବଳ ସାମ୍ପ୍ରଦାୟିକ ହିଂସା ଭିତରେ ସୀମିତ ନୁହେଁ। କେତେବେଳେ ଏହା ସାମାଜିକ ବାସନ୍ଦର ରୂପ ନିଏ, ଯେଉଁଠି ଲୋକଙ୍କୁ ସମାଜରୁ ପୁରା ଅଲଗା କରିଦିଆଯାଏ। ପୁଣି କେତେବେଳେ ଚାକିରି କିମ୍ବା ଶିକ୍ଷା କ୍ଷେତ୍ରରେ ପକ୍ଷପାତ ହୁଏ। ଏପରିକି ମିଡିଆରେ ବି ଗୋଟେ ସମ୍ପ୍ରଦାୟ ବିରୁଦ୍ଧରେ ଏମିତି କଥା କୁହାଯାଏ ଯେ ଗୋଟେ ନେଗେଟିଭ୍ ମାହୋଲ ତିଆରି ହୋଇଯାଏ। ଏସବୁ ମିଶି ଗୋଟେ ଏମିତି ସିଷ୍ଟମ ତିଆରି କରେ, ଯାହା ଲୋକଙ୍କୁ ଆଗକୁ ବଢ଼ିବାର ସୁଯୋଗ ହିଁ ଦିଏ ନାହିଁ। ଏହି କଥାଟିକୁ ଶୁଣନ୍ତୁ। ଖ୍ରୀଷ୍ଟିଆନ ପରିବାରମାନଙ୍କୁ ସାମାଜିକ ଭାବେ ଏକଘରିଆ କରାଯାଇଛି। ଶୁଦ୍ଧିକରଣ ବିନା ସାମୂହିକ ଜଳ ଉତ୍ସ ବ୍ୟବହାର କରିବାକୁ ଦିଆଯାଇ ନାହିଁ ଏବଂ ଅଛୁଆ ଭଳି ବ୍ୟବହାର କରାଯାଇଛି। ଏହା ହେଉଛି ଗୁଲିବୋଡ଼ ନାନା ଗାଁରୁ ଆସିଥିବା ରିପୋର୍ଟ। ଭାବନ୍ତୁ ଥରେ, କେବଳ ଅଲଗା ଧର୍ମ ପାଇଁ କାହାକୁ ଗାଁ କୂଅରୁ ପାଣି ମୁଣ୍ଡେ ନେବାକୁ ମନା କରିବା। ଏହା କେତେ ବଡ଼ ଅପମାନ! ଏହା ଏକ ଅଦୃଶ୍ୟ ହିଂସା, ଯାହା ଶରୀରରେ ଲାଗୁଥିବା ଆଘାତଠାରୁ ବି ବେଶୀ କଷ୍ଟ ଦିଏ। ହିଂସାର ନିଆଁ ତ କିଛିଦିନ ପରେ ଲିଭିଯାଏ, କିନ୍ତୁ ସେଥିରୁ ବାହାରୁଥିବା ଧୂଆଁ ତାହା ସମାଜକୁ ବହୁତ ଦିନ ପର୍ଯ୍ୟନ୍ତ ଅଣନିଶ୍ୱାସୀ କରି ରଖେ। ଏହାର ପ୍ରଭାବ କେବଳ ସେହି କିଛି ଲୋକଙ୍କ ଉପରେ ପଡ଼େନି, ବରଂ ପୂରା ସମାଜର ସାମାଜିକ, ଅର୍ଥନୈତିକ ଆଉ ମାନସିକ ସ୍ୱାସ୍ଥ୍ୟକୁ ଦୋହଲାଇ ଦିଏ। ଆମ ସମ୍ବିଧାନ ତାହା ସମସ୍ତଙ୍କୁ ନିଜ ଧର୍ମ ପାଳନ କରିବାର ସ୍ୱାଧୀନତା ଦେଇଛି, ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ଏସବୁ ତ କାଗଜ କଲମରେ ଅଛି, କିନ୍ତୁ ବାସ୍ତବରେ କ'ଣ ହେଉଛି? ଅନେକ ସମୟରେ ହିଂସାର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଠିକ୍ ସମୟରେ ନ୍ୟାୟ ମିଳୁନି। ଆଇନ ତ ଅଛି, କିନ୍ତୁ ତାକୁ ଲାଗୁ କରିବାରେ ଯେଉଁ ଫାଙ୍କ ରହିଯାଉଛି, ତାହା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। 2008ରେ ହିଂସାର ଭୟାବହତା କେତେ ଥିଲା, ଆସନ୍ତୁ ଏହି ସଂଖ୍ୟାଗୁଡ଼ିକରୁ ବୁଝିବା। ପାଖାପାଖି 6,500 ଘର ଭାଙ୍ଗି ଦିଆଗଲା, 395ଟି ଚର୍ଚ୍ଚକୁ ପୋଡ଼ି ଦିଆଗଲା, ଆଉ 75,000 ଲୋକ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ। ଏହା କେବଳ ଇଟା ପଥରର କ୍ଷତି ନଥିଲା, ଏହା ଥିଲା ହଜାର ହଜାର ଲୋକଙ୍କ ସ୍ୱପ୍ନ ଆଉ ଭବିଷ୍ୟତର ବିନାଶ। ଏହାର ସାମାଜିକ ପ୍ରଭାବ ବି ବହୁତ ଗଭୀର। ଯେତେବେଳେ ପାଖ ପଡ଼ୋଶୀ ପରସ୍ପରକୁ ସନ୍ଦେହର ଆଖିରେ ଦେଖିବା ଆରମ୍ଭ କରନ୍ତି, ସେତେବେଳେ ସମାଜର ମୂଳଦୁଆ ହିଁ ଦୁର୍ବଳ ହୋଇଯାଏ। ଏହି ହିଂସା ଲୋକଙ୍କ ମନରେ ଏମିତି ଏକ ଅବିଶ୍ୱାସର କାନ୍ଥ ତିଆରି କରିଦେଇଛି, ଯାହାକୁ ଭାଙ୍ଗିବାକୁ ହୁଏତ ବହୁତ ବର୍ଷ ଲାଗିଯିବ। ଆଉ ଅର୍ଥନୈତିକ ଦିଗରୁ ଦେଖିଲେ, ଯେଉଁ ପରିବାରମାନେ ନିଜ ଘର, ଦୋକାନ, ଜମିବାଡ଼ି ସବୁ ହରାଇଲେ, ସେମାନଙ୍କ ପାଇଁ ତ ଏହା ଏକ ଅଭିଶାପ ଭଳି। ଏହା କେବଳ ସେମାନଙ୍କ ଗରିବୀ ଭିତରକୁ ଠେଲିଦେଲାନି, ବରଂ ପୂରା ଅଞ୍ଚଳର ବିକାଶକୁ ବି ଅନେକ ବର୍ଷ ପଛକୁ ନେଇଗଲା। ଶରୀରର ଘାତ ଦିନେ ନା ଦିନେ ଶୁଖିଯାଏ, କିନ୍ତୁ ମନରେ ଲାଗିଥିବା ଆଘାତ, ତାହା ସହଜରେ ଯାଏନି। ଯେଉଁମାନେ ଏହି ହିଂସାକୁ ନିଜ ଆଖିରେ ଦେଖିଛନ୍ତି, ସେମାନେ ବର୍ଷ ବର୍ଷ ଧରି ଭୟ, ଆତଙ୍କ ଆଉ ଅପମାନର ବୋଝ ନେଇ ବଞ୍ଚନ୍ତି। ଏହି ମାନସିକ ଆଘାତ ସେମାନଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦିଏ।
ତେବେ ଏହିସବୁ ଅନ୍ଧାର ଭିତରେ କ'ଣ କିଛି ଆଶାର କିରଣ ନାହିଁ? ଅଛି, ନିଶ୍ଚୟ ଅଛି। ଅନେକ ଲୋକ ଏବଂ ସଂଗଠନ ଏହି ଘୃଣାର ବାତାବରଣକୁ ବଦଳାଇବା ପାଇଁ ଆଗେ ଆସିଛନ୍ତି। ଶାନ୍ତି ଆଉ ଭାଇଚାରାର ଏକ ନୂଆ ସକାଳ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଦେଖିବା, ଏହି ପ୍ରୟାସ କେତେ ଦୂର ଯାଇଛି। ଦେଖନ୍ତୁ, ଅନେକ ସ୍ତରରେ କାମ ଚାଲିଛି। ବେସରକାରୀ ସଂସ୍ଥାମାନେ ହିଂସା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ଆଉ ଦୁଇ ସମ୍ପ୍ରଦାୟର ଲୋକଙ୍କୁ ଏକାଠି ବସାଇ ଆଲୋଚନା କରୁଛନ୍ତି। ସରକାର ବି ରିଲିଫ୍ କ୍ୟାମ୍ପ କରିଛନ୍ତି, ତଦନ୍ତ କମିଶନ ବସାଇଛନ୍ତି, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାଁ ସ୍ତରରେ ଶାନ୍ତି କମିଟି ଆଉ ଆନ୍ତଃଧାର୍ମିକ ପରିଷଦ ଗଠନ କରାଯାଉଛି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ପୁଣିଥରେ ବିଶ୍ୱାସ ଫେରିଆସିବ। କିନ୍ତୁ ସ୍ଥାୟୀ ଶାନ୍ତି ପାଇଁ ଆହୁରି କିଛି କରିବାର ଅଛି। ବିଶେଷଜ୍ଞମାନେ କିଛି ମୁଖ୍ୟ କଥା ଉପରେ ଜୋର ଦେଉଛନ୍ତି। ପ୍ରଥମତଃ, ଘୃଣା ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଆଇନକୁ କଡ଼ାକଡ଼ି କରିବାକୁ ପଡ଼ିବ। ଦ୍ୱିତୀୟରେ, ସ୍କୁଲରୁ ପିଲାମାନଙ୍କୁ ସବୁ ଧର୍ମକୁ ସମ୍ମାନ ଦେବାର ଶିକ୍ଷା ଦେବାକୁ ହେବ। ତୃତୀୟରେ, ପୀଡ଼ିତ ପରିବାରମାନଙ୍କୁ ଆର୍ଥିକ ସହାୟତା ଦେଇ ସେମାନଙ୍କ ପୁଣି ଠିଆ କରାଇବାକୁ ପଡ଼ିବ। ଆଉ ସୋସିଆଲ ମିଡିଆରେ ଘୃଣାଭରା ଭାଷଣ ଆଉ ମିଛ ଖବର ଉପରେ ବି ନଜର ରଖିବା ଦରକାର। ଏହି ସବୁ ପଦକ୍ଷେପ ଏକା ସାଙ୍ଗରେ ନିଆଗଲେ ହିଁ ପ୍ରକୃତ ପରିବର୍ତ୍ତନ ଆସିପାରିବ। ତେବେ ଶେଷରେ ପ୍ରଶ୍ନଟିଏ ରହିଯାଉଛି, କ'ଣ କଥାବାର୍ତ୍ତା ଆଉ ସଂସ୍କାର ଦଶନ୍ଧି ଦଶନ୍ଧି ଧରି ଜମାଟ ବାନ୍ଧିଥିବା ଅବିଶ୍ୱାସକୁ ସତରେ ଦୂର କରିପାରିବ? ଓଡ଼ିଶାର ଭବିଷ୍ୟତ ଆମ ସମସ୍ତଙ୍କ ଉପରେ ନିର୍ଭର କରେ। ଆମକୁ ଏକ ଏମିତି ସମାଜ ଗଢ଼ିବାକୁ ହେବ ଯେଉଁଠି ଧର୍ମ ନାମରେ ଘୃଣା ନୁହେଁ, ବରଂ ଭଲ ପାଇବା ଆଉ ସମ୍ମାନର ବାତାବରଣ ଥିବ। କାରଣ ମନେ ରଖନ୍ତୁ, ବିଭାଜନର କାନ୍ଥ ଭାଙ୍ଗିଲେ ହିଁ ଏକ ସୁନ୍ଦର ଭବିଷ୍ୟତର ରାସ୍ତା ଖୋଲିବ।